ଆଜିର ରାଶିଫଳ ମାର୍ଚ୍ଚ ମାସ 3 ତାରିଖ 2026 ମସିହା ମଙ୍ଗଳବାର, ଫାଲ୍ଗୁନ ମାସ ଶୁକ୍ଳପକ୍ଷ, ତିଥି ପୂର୍ଣ୍ଣିମା ଦିବା 5ଟା 8 ଗତେ ପ୍ରତିପଦ, ନକ୍ଷତ୍ର ମଘା ଦିବା 8ଟା 7 ଗତେ ମଘା, ଚନ୍ଦ୍ର ସିଂହ ଯୋଗ ସୁକର୍ମା। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 9, ସୂର୍ଯ୍ୟାସ୍ତ ସମୟ 5ଟା 49। କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର, ମକର ରାଶିର ଘାତ ବାର। କେତୁଗ୍ରସ୍ତ ଆଜି ଗ୍ରହଣ ସ୍ପର୍ଶ ଦିବା 3ଟା 22 ମିନିଟ୍, ସର୍ବମୁଖ୍ୟ ରାତ୍ରି 6ଟା 50 ମିନିଟ୍। ଗ୍ରହଣ ଦର୍ଶନେ ଶୁଭ ରାଶି ବୃଷ ରାଶି, ମିଥୁନ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି ଓ କୁମ୍ଭ ରାଶି ଓ ମୀନ ରାଶି। ଗ୍ରହଣ ସ୍ପର୍ଶ 9 ଘଣ୍ଟା ପୂର୍ବରୁ ଅର୍ଥାତ୍ ପ୍ରାତଃ 6ଟା 22 ଠାରୁ ଗ୍ରହଣ ସର୍ବମୁଖ୍ୟ ରାତ୍ରି 6ଟା 50 ମିନିଟ୍ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷେଧ। ଆଜିର କାଳବେଳା ଦିବା 1:30 ଗତେ 2ଟା 56 ମଧ୍ୟ, ବାରବେଳା ଦିବା 7ଟା 35 ଗତେ 9ଟା 22 ମଧ୍ୟ, ବିଶୁଦ୍ଧ ବା ଅମୃତ ବେଳା ଦିବା 9ଟା 3 ଗତେ 10ଟା 56 ମଧ୍ୟ, 3ଟା 35 ଗତେ 5ଟା 22 ମଧ୍ୟ, ରାତ୍ରି 3ଟା 36 ଗତେ 9ଟା ମଧ୍ୟ, ବିଶୁଦ୍ଧ ବା ମହେନ୍ଦ୍ର ବେଳା ନାସ୍ତି। ଆଜି ଆମିଷ ଭକ୍ଷଣ ନିଷେଧ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେ ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ବି ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଦିନଟି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ପୂଜା ଅର୍ଚ୍ଚନା ପାଇଁ ଅନୁକୂଳ ରହିବ। ଆପଣ ଯୋଜନାକୁ କାର୍ଯ୍ୟ ରୂପେ ଦେବା ଲାଗି ପ୍ରୟାସ କରିବେ ଏବଂ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନିଜ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୁର୍ଯ୍ୟ ଲାଭ ପାଇବେ। ବ୍ୟବହାରରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ଅଛି। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କିଛି ନୂଆ ନୂଆ ଅନୁଭବ କରିବେ। ପଇସା ଯେମିତି ଆସିବ ସେଇଭଳି ଖର୍ଚ୍ଚ ହୋଇଯିବ। ଅଫିସରେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପାଇଁ ସଜାଗ ରହିବା ଆବଶ୍ୟକ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସଂକେତ ମିଳିପାରେ। ହୋଟେଲ ଖାଦ୍ୟ ବ୍ୟବସାୟୀ ଲାଗି ଦିନଟି ବହୁତ ଲାଭବାନ ଅଟେ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଶୁଭ ଗ୍ରହ କୃପା ଦୃଷ୍ଟିରୁ ଆପଣଙ୍କ ଉପରେ ରହିଛି। ସଫଳତା ଶିଖର ଆଗକୁ ବହୁତ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବ ସହିତ ବହୁତ ଖୁସି ବାଣ୍ଟିବେ। ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ଖାଇବେ। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନିଜର ନିଷ୍ଠ ବ୍ୟବହାର ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣ କୌଣସି ବଡ଼ ଦାୟିତ୍ୱ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କ କାର୍ଯ୍ୟକ୍ରମ ଅନୁବନ୍ଧ ମିଳିବ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ସାମାଜିକ କାର୍ଯ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବା, ବିଦ୍ୟୁତ୍ ଓ ବଡ଼ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ। ସେହିଭଳିଆ ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନ କାନୁନ ମାମଲାରେ ସହଜ ସମାଧାନ ହୋଇଯିବ। ପ୍ରେମ ପ୍ରସଙ୍ଗ ଯୁକ୍ତ ଜୀବନ ଖୁବ୍ ଆନନ୍ଦ ମିଳିବ। ସେହିଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ ଲାଭ ପାଇଁ ଦିନଟି ଭଲ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସ ଖୁସିରେ ସମୟ କାଟିବେ। ସେହିଭଳି ଦେଖିବା ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ପରିବାର ଏକତା ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୁରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ। ଆପଣଙ୍କ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାର ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରତି ବିଜୟ ରହିବେ। ଶେଷ ଦିକେ ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଧ୍ୟାତ୍ମିକ ଭାବନା ସମୟ ବିତିବା। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ପାଇବେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।